ବର୍ଷ ବାଡ଼ିରେ ବେଶୀ ଫୁଲ ଫୁଟିନି। ମୁଁ ବି ବିଶେଷ ଚେଷ୍ଟା କରିନି, ଆଉ ପ୍ରବଳ ବି ଶୀତ ପଡ଼ୁଛି। ତେଣୁ ବାଡ଼ିରେ ଖୁବ୍ କମ୍ ଫୁଲ ଫୁଟୁଥିଲା। ତଥାପି ଏଇ ଛୋଟ ବାଡ଼ି ଖଣ୍ଡକ ମୋତେ ବହୁତ ଭଲ ଲାଗେ। ଆଉ ସବୁଦିନ ସକାଳୁ ମୁଁ ଟିକେ ସିଆଡ଼ୁ ବୁଲି ଆସେ। ଆଜି ବି ମୁଁ ସିଆଡ଼େ ଯାଇଥିଲି। ସେଦିନଠୁ ଥିଲା 2026 ମସିହା 1 ତାରିଖ। ସମସ୍ତେ ବିଭିନ୍ନ ଢଙ୍ଗରେ ନୂଆବର୍ଷକୁ ପାଳୁଥିଲେ। ମୁଁ ବି ଟିକେ ନୂଆବର୍ଷ ପାଳିଦେବି ବୋଲି ଭାବି କାଳି ଅନ୍ଧାରରୁ ଉଠି ପଡ଼ିଲି। ଆଉ ଠାକୁରଙ୍କ ପାଇଁ ବନେଇ ଦେଇଥିଲି କ୍ଷୀର ଚିତଉ। ଏ କ୍ଷୀର ଚିତଉର ପ୍ରଣାଳୀ ମୁଁ ଆପଣଙ୍କୁ ପରେ କହିବି, କିନ୍ତୁ ଆଜି ମୁଁ ଆଉ ଗୋଟେ କଥା କହିବା ପାଇଁ ଭିଡ଼ିଓଟି କରୁଛି। କଥାଟି ହେଲା, ସକାଳୁ ଇଏ ଯାଇଥିଲେ ସାର୍ଙ୍କ ପାଖକୁ ବା ଆଶ୍ରମ। ଆଉ ସେ ଗଲାବେଳେ ମୁଁ କହିଥିଲି ତୁମେ ଯଦି ଡେରି ଯାଏ ସେଠି ରହିବ ମୋ ପାଇଁ ଟିକେ ଭୋଗ ଆଣିଦେବ। ସେ ବି ମୋ ପାଇଁ ଟିକେ ଭୋଗ ନେଇ ଆସିଥିଲେ। ଆଉ ମୁଁ ତାଙ୍କୁ ହିଁ ଅପେକ୍ଷା କରିକି ରହିଥିଲି। ସେ ଭୋଗ ଧରି ଆସିଥିବାରୁ ମୋ ମନଟା ଭାରି ଖୁସି ଥିଲା। କିନ୍ତୁ ଆହୁରି ଗୋଟେ କଥାରୁ ଖୁସି ହେଇଗଲି। ଏଇଟା ପୁରା କ୍ଷୀର ଚିତଉ। ମୋତେ ସଂଗ୍ରାମ ଫୋନ୍ କଲେ ତାଙ୍କ ସାଙ୍ଗ ସହିତ ସେ ଆସିବେ। ମୁଁ କହିଲି ହଁ ଭଲ କଥା, ଆସ, ଦେଖାହେଲେ ଖୁସି ଲାଗିବ। କିନ୍ତୁ ସେ ନୂଆ ବର୍ଷ ପାଇଁ ଗୋଟିଏ ଫୁଲ ତୋଡ଼ା ଧରି ଆସିଥିଲେ। ଖୁସି ତ ହେଲି ନିଶ୍ଚୟ, ଟିକେ ଅଭିମାନ କଲି। ଏସବୁ ଔପଚାରିକତା କ'ଣ ଦରକାର ବାପା? ତମେମାନେ ମୋତେ ମା ବୋଲି ଡାକୁଛ। ପିଲାମାନେ ତମେ ଖୁସିରେ ରହିଲେ ହିଁ ମୋର ଖୁସି। ମୋ ପାଇଁ କୌଣସି ପ୍ରକାର ଖର୍ଚ୍ଚାନ୍ତ ହେଲେ ବା କୌଣସି ଔପଚାରିକତା କଲେ ମୁଁ କ'ଣ ଅଧିକା ଖୁସି ହେବି ବୋଲି ଭାବୁଛ? ନା, ସେଭଳି କିଛି ଭାବିବନି। ତଥାପି ପିଲା ଦୁହେଁ ଏତେ ଆଗ୍ରହରେ ଫୁଲ ତୋଡ଼ାଟି ଧରି ଆସିଛନ୍ତି, ମୁଁ କ'ଣ କହିବି ତାଙ୍କୁ? ମୁଁ କହିଲି, ତମେ ଯଦି ଭାବୁଛ ମୋତେ କୌଣସି ପ୍ରକାର ସମ୍ମାନିତ କରିବାକୁ, ସେ ସମ୍ମାନର ଅଧିକାର ହେଉଛନ୍ତି ବାପା। ବାପାଙ୍କ ହାତକୁ ସେ ନେଇ ଫୁଲ ତୋଡ଼ାଟି ଦେଲେ। ବାପା ନେଇ ଫୁଲ ତୋଡ଼ାଟିକୁ ଠାକୁରଙ୍କୁ ଦେଇଦେଲେ। ତାପରେ ପିଲା ଦିହେଁ ଆସି ଠାକୁରଙ୍କୁ ପ୍ରଣାମ କଲେ। ମୋତେ ଭାରି ଖୁସି ଲାଗିଲା। ମୁଁ ମନେ ମନେ ଭାବିଥିଲି ଆମେ ସମସ୍ତେ ସାଙ୍ଗ ହୋଇ ବସି ଭୋଗ ଖାଇବୁ। ଅବଶ୍ୟ ଆମେ ସାଙ୍ଗ ହୋଇ ଖାଇଲୁ, କିନ୍ତୁ ସେମାନେ ଘରକୁ ଆସିବା ପୂର୍ବରୁ ଖାଇ ଦେଇଥିଲେ। ତାଙ୍କ ମାଧ୍ୟମରେ ମୁଁ ଏଠି ସମସ୍ତଙ୍କୁ ଅନୁରୋଧ କରିବି, ଆମ ଘରକୁ ଯିଏ ଆସିବେ ବାଟରୁ ଖାଇକି ଆସିବେନି। ଅବଶ୍ୟ ଦୂର ବାଟରୁ ଆସିଲେ ଅଲଗା କଥା। ଏ ପୁରା ପୁରନ୍ତା ଘର। ଜଣେ ଦୁଇ ଜଣ ପହଞ୍ଚିଗଲେ କ'ଣ ଖାଇବାକୁ ମୁଁ ଦେଇପାରିବିନି? ମୁଁ ପରା ମା। ହଁ, ଭଲ ମନ୍ଦ ନ ଦେଇପାରେ, ପଖାଳ ବଡ଼ିଚୁରା ଟିକେ ଦେଇଦେବି, କି ମାଛ ଭଜା ଖଣ୍ଡେ ଦେଇଦେବି, ନହେଲେ କ୍ଷୀର ଚୁଡ଼ା ଚିନି କଦଳୀ ଟିକେ ଚକଟିକି ଦେଇଦେବି। ଯାହା ବି ହଉ, ଏଇଠି ସାଙ୍ଗ ହୋଇ ଖାଇଲେ ମୋତେ ବହୁତ ଖୁସି ଲାଗିବ। ହେଲେ ପିଲା ଦିହେଁ ଏମିତି ଆସିଥିବାରୁ ସତରେ ମୁଁ ବହୁତ ଖୁସି ହେଲି। ସେତିକି ଭଲ ପାଇବା ନଥିଲେ କିଏ କାହିଁକି ସମୟ ବାହାର କରି ମୋ ପାଖକୁ ଆସନ୍ତା? ଏଇମାନଙ୍କ ସ୍ନେହ ସରାଗ ମୋତେ ଜୀବନ ସରାଗକୁ ଆଗକୁ ନେବାକୁ ସବୁବେଳେ ପ୍ରେରଣା ଦେଉଛି। ଆଉ ମୋର ସ୍ନେହକୁ ସେମାନଙ୍କ ପ୍ରତି ଆହୁରି ପ୍ରଗାଢ଼ କରୁଛି। ତାଙ୍କ ମାଧ୍ୟମରେ ମୁଁ ସମସ୍ତଙ୍କୁ ପୁଣି ଥରେ ନୂଆବର୍ଷର ଅଭିନନ୍ଦନ ଜଣାଉଛି।